ଜାଣିଛି ଆପଣମାନେ ବି ଗୋଟେ ଗୋଟେ ବିରିୟାନୀ ଲଭର୍। ତ ମୁଁ କ'ଣ କରେ ନା ସବୁବେଳେ ବାହାରେ ଏମିତି ଖୋଲାରେ ମିଳୁଥିବା ବିରିୟାନୀ ଚାଉଳ ୟୁଜ୍ କରେ। ମୋତେ ସେଇଟା ଭଲ ଲାଗେ। ବ୍ରାଣ୍ଡେଡ୍ କେବେ ମୁଁ ଆଣିନି। ସର୍ବପ୍ରଥମେ ବିରିୟାନୀ ଚାଉଳକୁ ଭଲ ଭାବରେ ଧୋଇକି ତାକୁ 15 ମିନିଟ୍ ସୋକ୍ ହେବା ପାଇଁ ଛାଡ଼ି ନେବା। ଏଇଠି ମୁଁ ନେଇଯାଇଥିଲି କିଲେ ଚିକେନ୍। ସେଥିରେ ଅଦା ରସୁଣ ପେଷ୍ଟ ମୁଁ ମିଶାଇ ଦେଇଥିଲି ଏବଂ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ବିରିୟାନୀ ମସଲା, ଗରମ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ୍ ମସଲା, ପୁଦିନା ପତ୍ର, ଧନିଆ ପତ୍ର ଏସବୁ ଦେଇଦେଲି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ ରିଫାଇନ୍ ତେଲ ମୁଁ ଦେଇଦେଲି 2-3 ଚାମଚ ଭଳିଆ ଦେଇଦେଲି। ଆପଣ ଚାହିଁଲେ ସୋରିଷ ତେଲ ଦେଇପାରିବେ। ମୁଁ ଏଇଠି ନେଲି ଦହି। ଆପଣ ଯଦି ଦହି ସ୍କିପ୍ କରିବାକୁ ଚାହିଁବେ ଦହି ଜାଗାରେ ଲେମ୍ବୁର ୟୁଜ୍ କରିପାରିବେ। 2ଟା ଖଣ୍ଡେ ଲେମ୍ବୁ ନେଇଯିବେ। ତ ଏଇଠି ଦେଖନ୍ତୁ ଯାହା ଯାହା ମସଲା ମୁଁ ଉପରେ ଲେଖିଦେଇଛି। ଏବେ କ'ଣ କରିବା ନା ପାଣିରେ ଆମେ ଲୁଣ ପକାଇବା। ଲୁଣ ଟିକେ ଅଧିକ ପକାଇବା ଯେମିତି ଟିକେ ଲୁଣିଆ ରହିବ ଆମ ପାଣିଟା। ଏବଂ ମୁଁ ଏଠାରେ କିଛି ରିଫାଇନ୍ ତେଲ ଏବଂ କେଡ଼ୱା ୱାଟର ପକାଇଥିଲି, ଯାହାଦ୍ୱାରା ଆମର ଯେଉଁ ବିରିୟାନୀ ଚାଉଳଟା ନା ବହୁତ ବଢ଼ିଆ ବାସ୍ନା ଆସେ। ଆଉ ବାକି ସବୁ ମସଲା ସେ ଆବଜର୍ଭ କରିଦିଏ। ଏଠି ଦେଖନ୍ତୁ ବିରିୟାନୀ ଚାଉଳକୁ ଟିକେ ପ୍ରେସ୍ କରିବେ, ଯେମିତି ଏମିତି ଭାଙ୍ଗିଯିବ ନା ଜାଣିବେ ଏଇଟା ପୁରା ପରଫେକ୍ଟ ହେଇଗଲା ନା। ତୁରନ୍ତ ହିଁ ସାଙ୍ଗେ ସାଙ୍ଗେ ସବୁ ପାଣି ଡ୍ରେନ୍ କରି ଗୋଟେ ଛଣାରେ ଏମିତି ରଖିଦେବେ ଘୋଡ଼େଇକି। ଟିକେ ଟାଣ ଥିଲେ ଭଲ। ଏବେ କିଛି ରିଫାଇନ୍ ତେଲରେ ପିଆଜକୁ ଆମେ ଏମିତି ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଭାଜି ନେବା ଏବଂ ସେଇ ତେଲରେ ଆମେ ଚିକେନ୍କୁ କଷିବା ଯେପର୍ଯ୍ୟନ୍ତ ଆମର ଚିକେନ୍ଟି ପୁରା ସମ୍ପୂର୍ଣ୍ଣ ଭାବେ ଭଲ ଭାବରେ କଷି ହେଇଯାଇନି। ତ ଏଇଥର ବେଶୀ କଷିବା ପାଇଁ ବେଶୀ ସମୟ ଲାଗେନି। 15-20 ମିନିଟ୍ ଭିତରେ ଏସବୁ ଭଲସେ କଷି ହେଇଯାଏ। ତ ଏବଂ ଚିକେନ୍ ଟିକେ ଟାଣ ରଖିଲେ ଭଲ। ଯେତେବେଳେ ଚିକେନ୍ର ଲେୟାର ଆମେ ମାନେ ଦେବା ନା ସର୍ବପ୍ରଥମେ ଆମେ ଟିକେ ବିରିୟାନୀ ଚାଉଳ ପକାଇବା, ତାପରେ ଆମେ ଯେଉଁ ଚିକେନ୍ର ଲେୟାର ସବୁ ଦେବା, ତାପରେ ଚିକେନ୍ ପକାଇବା ଏବଂ ଟିକେ ଆମେ ଯଦି ଚାହିଁବା ତ ଲୁଣ ପକାଇବା, ନହେଲେ ନାହିଁ ସ୍କିପ୍ କରିଦେଲେ ଚଳିବ। ବିରିୟାନୀ ମସଲା ପକାଇଦେବା। ଏଗେନ୍ ସେଥିରେ ଚିକେନ୍ ଦେଇକି ପୁଣି ତା ଉପରେ ଭାତ ଦେଇଦେବା, ଘିଅ ପକାଇଦେବା, ଗୋଟେ ପିଞ୍ଚ ଭଳିଆ ଲୁଣ ଛିଞ୍ଚିଦେବା, ଗରମ ମସଲା, ବିରିୟାନୀ ମସଲା ପକାଇଦେବା ଏବଂ ଯେଉଁଗୁଡ଼ାକ ପୋଦିନା ପତ୍ର, ଧନିଆ ପତ୍ର, ପିଆଜ ଯେଉଁଟା ଆମେ ଛାଣିକି ରଖିଥିଲେ ସେସବୁ ଦେଇଦେବା ଏବଂ କ'ଣ କରିବା ନା ଚିକେନ୍ ଯେଉଁଗୁଡ଼ାକ ବାକି ସବୁ ଚିକେନ୍ ଯାହା ଥିଲା ନା ସେସବୁ ଚିକେନ୍ ଆମେ ଆଡ଼୍ କରିଦେବା ଏବଂ ପୁଣି ତା ଉପରେ କିଛି ଚାଉଳ ଦେଇକି ବିରିୟାନୀ ଚାଉଳ ଦେଇକି ପୁଣି ଏଗେନ୍ ସେଇ ପ୍ରୋସେସ୍ କରିବା। ଘିଅ ଦେଇଦେବା। ବାସ୍ ଆମର ହେଇଗଲା। ଏଇଠି ନା ବହୁତ ଜଣ କ'ଣ କରନ୍ତି ଗୋଲାପ ଜଳ କିମ୍ବା କେଡ଼ୱା ୱାଟର ଖାଇଲେ ତାଙ୍କୁ ଭଲ ଲାଗେନି। ତେଣୁକରି ଏମିତି ଗୋଟେ ତାଟିଆ ରଖି ଯଦି ଗୋଲାପ ଜଳ, କେଡ଼ୱା ୱାଟର ଦେବେ ନା ସେ ଷ୍ଟିମ୍ରେ ହିଁ ଭଲ ବାସ୍ନା ଆସିଯାଏ। ତ କମ୍ ସେ କମ୍ 15 ମିନିଟ୍ ଏମିତି ଘୋଡ଼େଇକି ଆମେ ରଖିଦେବା। 15 ପୁରା ସିମ୍ ଆଞ୍ଚରେ। ତଥାପି ଯଦି ଡାଉଟ୍ ଲାଗିନା ମଝିରେ ମଝିରେ ଚେକ୍ ମଧ୍ୟ କରିନେଉଥିବେ। ଏ ଦେଖନ୍ତୁ ଆମର 15-20 ମିନିଟ୍ ପରେ ବିରିୟାନୀ ପୁରା ସିମ୍ ଆଞ୍ଚରେ ପୁରା ବସେଇଥିଲି, ପୁରା ରେଡ଼ି ହେଇଯାଇଛି। ଚିକେନ୍ ବି ଆମର ପୁରା ଭଲ ଭାବରେ ସିଝି ଯାଇଛି। ଚିକେନ୍ ସିଝିଥିଲା କିନ୍ତୁ ଜଷ୍ଟ ଟିକେ ଟାଣ ରଖିଲେ ବିରିୟାନୀ ସାଙ୍ଗେ ଖାଇବାକୁ ଭଲ ଲାଗେ। ଏବେ ଚାଲନ୍ତୁ ଗୋଟେ ସ୍ପେଶାଲ ରାଇତା ବନେଇବା। ତ ସର୍ବପ୍ରଥମେ କିଛି ଦହି ନେଇଯିବା। ସେଥିରେ ଟମାଟୋ, କାଟି ରଖିଥିବା ଟମାଟୋ, ଧନିଆ ପୋଦିନା ପତ୍ର ସେସବୁ ଆଡ଼୍ କରିଦେବା ଏବଂ ଗୋଟେ ଗ୍ରାଇଣ୍ଡର ଜାରରେ 3 ଚାମଚ ଭଳିଆ ଦହି ନେଇଯିବା। ସେଇଥିରେ ପୋଦିନା ପତ୍ର ଏବଂ ଧନିଆ ପତ୍ର ଆଡ଼୍ କରି କିଛି ପାଣି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବା, ଯାହାଦ୍ୱାରା ନା ଆମର ବଢ଼ିଆ ଫ୍ଲେଭର ଆମର ଆସେ। ନିଜର ରୁଚି ଏବଂ ସ୍ୱାଦ ଅନୁସାରେ ପାଣି କମ୍ ଅଧିକ କରିଦେବେ, କିନ୍ତୁ ରାଇତାଟା ଟିକେ ପାଣି ରହିଲେ ଭଲ ଲାଗେ। ଏଇଟା ଦେଖନ୍ତୁ ଜଲଜିରା ନା ହାଫ୍ ଚାମଚଟି ବି ଆହୁରି କମ୍ ପକାଇବେ। ଜଲଜିରା ପକାଇବା ଦ୍ୱାରା ଆମର ଡାଇଜେସନ୍ ବି ଭଲ ହୁଏ ଏବଂ ଟେଷ୍ଟ ବହୁତ ବଢ଼ିଆ ଆସେ। ଥରେ ଜଲଜିରା ପକାଇ ନିହାତି ଦେଖନ୍ତୁ। ରହିଲି, ବାଏ। ସବସ୍କ୍ରାଇବ୍ କରିବେ, ଫଲୋ କରିବେ।